शुभ मैसे ब्लॉगिंग चैनल रे आपण मानकु स्वागत जणुछे। आज आम घरे श्री श्री अनुकूल चंद्र ठाकुर जी बड़ मांकर मातृ सम्मेलन दिवस पालन करा जायछे। सत्संग चलन देखमा हमर घरे केंती सत्संग पालन होला। वास्तव में फुटे तोली न पारे पाइबा जे मोर तमसाच्छन्न होइजिबो काकांकु अति निश्चय जो मोर ठाकुर कथा तो असुन आज हम टाइम होनी तो टाइम ठाकुर कथा तीन जन भी मां जागर सब पहले कहूँ उन्होंने कहीं अंकर शारीरिक अवस्था केवल रोकनी तेणु जहाँ माँ घरे कहते यहाँ माँ को मैंने आम समस्त खुशी भजन में भागीदारी से जमी आम जगन्नाथ श्री जगन्नाथ वर्षक थे सी आसिना दांड बाहर भक्त मान समस्त को देखा दौरान सेमती आम ठाकुर आ माँ भी वर्षक थे माँ श्रावण मास बाहर समस्ते एकत्रित हवा क्या घृणा करवा ना जाति भेद मारिबा नहीं आते अच्छा सब माँ गुरु भाई माने समस्ते से ठाकुर संतान से हूँ परम ब्रह्म से ब्रह्म आम जात समस्त सबू कीट पतंग एपरिकी गछ लता समस्त परम ब्रह्म अच्छा परम ब्रह्म को पाइबा माने आम निजक भी पाइले आम निजक निजे टिके अनुसंधान करवा जे मु किए मु केउठु आसीची आ मोर कर्तव्य कौन तापरे मु मो आइसो शेष करबो जी कोठी जी जोठु आसीची सेठी जी किंतु जते बेले भगवान हम ए संसार को पठी छथि से सारा ब्रह्मांड कर्ता जते बेले सारा संसार को पठी जन काहे पठी आमे घर का माने जते बेले मां को पेट रे आमे थिले गोटे भ्रूण हिनी आस्ते आस्ते कोन होची से भ्रूण रो आमे जागृत हेले जीव हैला जीव रो आस्ते आस्ते आमे प्रतिदिन मरुचे सत आज छोट अच्छे भ्रूण अच्छे तापरे काली संतान हवा संतान करे बाल अवस्था हवा बाल्य अवस्था हवा तापरे वृद्धावस्था हवा तापरे मरी जीवा एई परे आमे प्राय देखुछा हमर जेजे बापा बापा माँ
ଏପରି ସମସ୍ତେ ମରିଗଲେଣି, ଆଜି ବି ଆମେ ମରିଛୁ, କିନ୍ତୁ ଆମେ କରିଛୁ କ'ଣ ସେଇ ପ୍ରଶ୍ନ ଆଗ ପଚାରିବା କଥା। ହେଲେ ଆମେ ଯେତେବେଳେ ଆସିଛେ ଆମର କ'ଣ ହେଇଛି ନା ଆମକୁ ସବୁ ଦେଇଛନ୍ତି ଭଗବାନ, ସବୁ ଗୁଣ ଦିଗ ଦେଇଛନ୍ତି, ରଜ ତମ ଆଉ ସତଗୁଣ। ଯଦି ଆମେ ସତଗୁଣରେ ରହିବା ହେଲେ ଆମେ ସତ୍ କାମ କରିବା, ତାପରେ ପ୍ରଭୁଙ୍କୁ କ'ଣ କରିବା ନା ସତ ଜିନିଷଟା ନା ଆମେ ଯେତେ ସତ ରଜ ଆଉ ତମ ଗୁଣ, ଏଇ ସତ ଗୁଣଟା ହେଉଛି ଆମର ଭଲ। ତାମାନେ ସତ ଗୁଣରେ ମଣିଷ ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ ହୁଏ, ଆଉ ଭଲ ହୁଏ, ସମସ୍ତଙ୍କୁ ଭଲ ପାଏ। ଏଇସବୁ ରଜ ଗୁଣଟା ହେଉଛି କ'ଣ କି ରଜ ଗୁଣ ହେଉଛି ତାମାନେ ଖାଲି ଟଙ୍କା ପଇସା ସଂଗ୍ରହ କରିବା, ଧନ ସମ୍ପତ୍ତି କରିବା, ଜମିବାଡ଼ି କରିବା, ଘରଦ୍ୱାର କରିବା, କିନ୍ତୁ ଭଗବାନଙ୍କ ପ୍ରତି ଆସକ୍ତି ନାହିଁ। ତାପରେ କ'ଣ ହେଉଛି ତମ ଗୁଣ। ତମ ଗୁଣ ବିଶିଷ୍ଟ ଲୋକ କ'ଣ କରନ୍ତି ନା ସବୁବେଳେ ମାଛ ମାଂସ ଖାଇବୁ, ଅଣ୍ଡା ରସୁଣ ଉଲି ଖାଇବୁ, ତାପରେ ସେମାନେ କ୍ରୋଧାନ୍ୱିତ ହୁଅନ୍ତି। କ୍ରୋଧାନ୍ୱିତ ହେବା ଫଳରେ ତାଙ୍କର ଆଧ୍ୟାତ୍ମିକ ଶକ୍ତି ଲୋପ ହୁଏ। କିନ୍ତୁ ଏଇ ଉଲି ପିଆଜ ରସୁଣ ଏଗୁଡ଼ାକ ଖାଇବା ଠାକୁର ମନା କରିଛନ୍ତି। ଯେଉଁଟା ଆମେ ଭଗବାନଙ୍କୁ ଉତ୍ସର୍ଗ କରିବା ସେଇ ଜିନିଷ ହିଁ ଆମେ ଖାଇବା ନିହାତି ଦରକାର। କିନ୍ତୁ ଆଜି କ'ଣ ହେଉଛି ନା ଆମେ ଯେମିତି ସେମିତି ଖାଇଦେଉଛେ। ସ୍ୱସ୍ଥନୀ ନେବା ମାନେ କ'ଣ? ସ୍ୱସ୍ଥନୀ ସୁସ୍ଥ ହେବା ଆଉ ପରିବାରକୁ ସୁସ୍ଥ କରିବା। ସ୍ୱସ୍ଥନୀର ମାନେ ସେଇଟା। ସ୍ୱସ୍ଥନୀର ଯେଉଁ ମନ୍ତ୍ରଟି ଅଛି ସେଇ ମନ୍ତ୍ର ଦ୍ୱାରା ଆମେ ଉଦ୍ବୁଦ୍ଧ ହୋଇକରି ଠାକୁରଙ୍କ ନୀତି ନିୟମ ମାନି ରହିବା। ଆଉ ଏଠୁ ସେଠୁ ଖାଇଦେବାଟା ଭଲ ନୁହେଁ। କାହିଁକି ନା ଏଇ ଯେମିତି ଅନ୍ନ ସେମିତି ମନ, ହେଲେ ଅନ୍ନ ଅନୁସାରେ ଆମର ପ୍ରତିକ୍ରିୟା ହୁଏ। ସେଥିପାଇଁ ଠାକୁର କହିଛନ୍ତି ଯେ ସ୍ୱସ୍ଥନୀ ବାଲା ଯଦି ଗୋଟେ ରହିଛି, ଜଣେ ଯଦି ରହିଛି ଗୋଟେ ଘରେ, ତା ଘର ନିଶ୍ଚୟ ଭଲ ହେବ, ଉନ୍ନତି ହେବ, ସବୁ ହେବ। ହେଲେ ଯଜନ ଯାଜନ ଇଷ୍ଟବୃତ୍ତି କରିଲେ କାଟଇ ମହାଭୀତି। ପ୍ରକୃତିରେ ମହାଭୀତି କେଡ଼େ କେଡ଼େ ବିପଦ ଆପଦରୁ ପ୍ରକୃତିରେ ମୁଁ ବି ନିଜେ ଅନୁଭବ କରିଛି ଯେ ଠାକୁର ବହୁତ ବିପଦରୁ ଆମକୁ ରକ୍ଷା କରିଛନ୍ତି। ପ୍ରଭୁ ଠାକୁରଙ୍କୁ ମୁଁ ଅଶେଷ ଧନ୍ୟବାଦ। ପ୍ରଭୁ ପରମ ପିତା ତାଙ୍କୁ କୋଟି କୋଟି ପ୍ରଣାମ। ପ୍ରଭୁ ଏତିକି କହୁଛି, ପ୍ରଭୁ ସମସ୍ତଙ୍କର ମଙ୍ଗଳ ହବ, ସମସ୍ତେ ଭଲ ଭାବେ ଜୀବନଯାପନ କରନ୍ତୁ, ସମସ୍ତଙ୍କର ଉନ୍ନତି ହଉ। ଏ ପରମ ପିତା ଯେତେ ଯେତେ ଦୁଃଖ ଦୁର୍ଦ୍ଦଶା ଏଇ ଦେଶ ହେଉଛି, ସମସ୍ତେ ସେ ଦୁଃଖ ଦୁର୍ଦ୍ଦଶାରୁ ତ୍ରାହି ପାରନ୍ତୁ, ଆଉ ସମସ୍ତଙ୍କର ମଙ୍ଗଳ ହଉ। ମୁଁ ଏଇଟା ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରୁଛି, ଏବେ ବି ପ୍ରାର୍ଥନା କରୁଛି। ମାନେ ଆପଣ ମାନେ ଦେଖିଲେ ଯେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ପରମା ଆରାଧ୍ୟା ଜଗତଜନନୀ ଶ୍ରୀ ଲକ୍ଷ୍ମୀ ମାଙ୍କର ଶ୍ରାବଣ ଭାଦ୍ର ପରିକ୍ରମା ଉଦ୍ଦେଶ୍ୟରେ ମାତୃ ସମ୍ମିଳନୀ ହୋଇ ଚାଲିଛି। ଆମ ଗୃହରେ ମଧ୍ୟ ମାତୃ ସମ୍ମିଳନୀ ହେଇଥିଲା। ଏହି ବୋଲିକି ଅନେକ ଗୁରୁମା, ସାହି ପଡ଼ିଶାର ମା ମାନେ ତଥା ବନ୍ଧୁବାନ୍ଧବଙ୍କର ମା ମାନେ ଉପସ୍ଥିତ ଥିଲେ। ମାତୃ ସମ୍ମିଳନୀ କରିବାର ଉଦ୍ଦେଶ୍ୟ ଘର ଓ ପରିବାରର ମଙ୍ଗଳ ହେବା ସଙ୍ଗେ ସଙ୍ଗେ ଲକ୍ଷ୍ମୀ ମାଙ୍କ ପରି ସତୀ ସାଧ୍ୱୀ ପତିବ୍ରତା ଧୈର୍ଯ୍ୟଶୀଳା ସାହସୀ ସ୍ନେହୀ ପ୍ରେମୀ ସହନଶୀଳା ପରୋପକାରୀ ସାହାଯ୍ୟକାରୀ ଇତ୍ୟାଦି ଗୁଣ ଗୁଡ଼ିକ ଅନୁସରଣ କରି ନିଜ ନିଜର ପରିବାରକୁ ସୁସ୍ଥ ଶାନ୍ତି ସୁଖ ତଥା ସମସ୍ତଙ୍କୁ ଭଲ ପାଇବା ଗୁଣ ଗୁଡ଼ିକ ଅନୁସରଣ କରିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ମାଙ୍କର ମହାନତା ଗୁଣ ଗୁଡ଼ିକ ପାଇଁ ଜନସାଧାରଣଙ୍କର ଅତି ଆପଣାର ହୋଇପାରିଥିଲେ। ସେ କେବଳ ପରିବାରର ମା ନଥିଲେ, ସକଳ ଜଗତର ପ୍ରତ୍ୟେକଙ୍କ ଜୀବ ଜଗତଙ୍କୁ ଆପଣାର ସନ୍ତାନ ପରି ଭାବୁଥିଲେ। ତେଣୁ ତାଙ୍କୁ ଜଗତ ଜନନୀ କୁହାଯାଏ। ତାଙ୍କର ପଦାରବିନ୍ଦକୁ ଅନୁସରଣ କରି ମା ମାନେ ଏକ ସୁନ୍ଦର ସୁସ୍ଥ ଆଦର୍ଶ ପରିବାର ଗଠନ କରିପାରିବେ। ମାନବ ଜୀବନ ଚିରନ୍ତନ ଆକାଂକ୍ଷା ହେଲା ସୁଖ ଶାନ୍ତି ସ୍ୱସ୍ତି ସମୃଦ୍ଧି ପାଇବା ପାଇଁ ଆକୁତି। ତେଣୁ ଇଷ୍ଟଙ୍କୁ ବାଦ ଦେଲେ ଗତି ମୁକ୍ତି ଓ ବୃଦ୍ଧି ଅସମ୍ଭବ। ଇଷ୍ଟ ହିଁ ଜୀବନର ଜୀବାଗ୍ନି। ଇଷ୍ଟଙ୍କ ନୀତି ଓ ନିର୍ଦ୍ଦେଶ ପାଳନ କରିବା ଚାଲିଲେ କୌଣସି ଇଷ୍ଟ ଉପଗତ ହେବ ନାହିଁ। ଯଜନ ଯାଜନ ଇଷ୍ଟବୃତ୍ତି କରିଲେ କଟଇ ମହାଭୀତି। ବନ୍ଦେ ପୁରୁଷୋତ୍ତମ।
तो फ्रेंड्स मैंने आज ब्लॉगिंग वीडियो आपको केनता लागला मुई आशा करूँ आपको भल लगी देखिए। तो फ्रेंड्स मैंने नेक्स्ट ब्लॉगिंग वीडियो आपण मैंने मत अपेक्षा करूँ जे मुई आहरी भल भल वीडियो आपण उपस्थित करबी। जेन मैंने देखुचन प्लीज सब्सक्राइब करूँ आ जेन मैंने नुई करूँ सब्सक्राइब प्लीज से भी करूँ आ लाइक करूँ शेयर करूँ ताकि मुई नुआ नुआ ब्लॉगिंग वीडियो आपण उपस्थित करबी। तो प्रभु मैंने मुई रही तो जय जगन्नाथ जय मां समले आपण मन को मोर बहुत बहुत जुहार।